କାହାଣୀଟା ହେଉଛି ସେଦିନର ଯେଉଁଦିନ ଗୁରୁ ମୋତେ ହାଇ କରିଥିଲେ। ହଁ ଭାଇ, ସେଦିନର ବିବାହ ନାହିଁ, ହୋଲି ଦିନର। ତ ଚାଲନ୍ତୁ ହୋଲି ଦିନର ଷ୍ଟୋରିକୁ ଆଜି ଟିକେ ମଜାଦାର କରି ଏଇ ଭିଡ଼ିଓରେ ଷ୍ଟାର୍ଟ କରିବା। ତ ନମସ୍କାର ବନ୍ଧୁଗଣ, ମୁଁ ଶିବଶଙ୍କର ପାଇକ ଆପଣମାନଙ୍କୁ ସ୍ୱାଗତ କରୁଛି ଜୋରଦାର ଆଉ ଏକ ନୂଆ ଏପିସୋଡ଼ ବ୍ଲଗ୍ରେ। ତାପରେ ଆମର ସ୍କ୍ୱାଡ଼ ମାନେ ସମସ୍ତେ ମିଶିକି ଯାଉଥିଲୁ ସ୍କୁଲ ପଟେ। ଦେନ୍ ଆମର ଦାଦା ଦେଖା ହେଲେ, ସମସ୍ତେ କହିଦେଲୁ ହ୍ୟାପି ହୋଲି। ତାପରେ ମୁଁ ଆଉ ମୋ ଭାଇମାନେ ବା ମୋ ସାଙ୍ଗମାନେ ମିଶିକି ବାହାରି ଯାଇଥିଲୁ ଆମର ୟୁପି ସ୍କୁଲରେ, ଯେଉଁଠିକି ତାପରେ ଆମେ ସିଧା ବାହାରି ଯାଇଥିଲୁ ଆମର ସେପଟେ, କାହିଁକିନା ଟିକେ ପରେ ଏଇଠି ବି ଆମର ଗୋଟେ ଦହି ହାଣ୍ଡିଟା ଭାଙ୍ଗା ହେବ। ଦେନ୍ ଆମର ନାନା ମାନେ ପୁରା ତ ତାପରେ ଆମର ଭାଇମାନେ ମୋତେ ଆପି ହେଲି କହିଲେ, ଆଉ କହିଲେ କି ଆମକୁ ବି ଟିକେ ବ୍ଲଗ୍ରେ ନିଅ। ଦେନ୍ ମୁଁ ନେଇଦେଲି ଭାଇମାନଙ୍କୁ ବ୍ଲଗ୍ରେ। ଏଇଟା ହେଉଛି ଆମର ନନ୍ଦମନ, ତାପରେ ଏଇଟା ହେଉଛି ଆମର ପୁରା ଗ୍ୟାଙ୍ଗଷ୍ଟାର। ଦେନ୍ ଗାଇସ୍, କିଛି ସମୟର ଅପେକ୍ଷା ପରେ ଫାଇନାଲି ଆସିଯାଇଥିଲା ଗୋଟେ ଲୋକ ପରେ ଗୋଟେ ଲୋକ ଟେକି ଟେକି ଆଣିକିନା କାଦ ଚକଟା ଚକଟି। ତମର ବାଟେ ଏମିତି ଅଲି କେଲାନି କି କାଦ ମିଶା କେଲାନି, ଟିକେ କମେଣ୍ଟ କରି କହିଦିଅ। କିଛି ସମୟ ଏମିତି ମଜାମସ୍ତି କଲା ପରେ ଫାଇନାଲି ଟାଇମ୍ ଆସିଯାଇଥିଲା ଦହି ହାଣ୍ଡି ଭାଙ୍ଗିବା। ଦେନ୍ ଆମର କିଛି ସମୟ ଏମିତି ଡ୍ୟାନ୍ସ ମଜାମସ୍ତି କଲା ପରେ ଆମର ନନା ଗୋଟେ ଏତେ ଜୋରରେ ମାରିଦେଲା କି ହାଣ୍ଡି ଭାଙ୍ଗିକିନା କଣ ଉପରେ ଆବରିଗଲା। ଦେନ୍ ଏଇଟା ହେଲାନି ଫାଇନାଲ ଯେ ଆଜି ସାରା ସାରି ଦେଖା।